ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ ଜଣାଉଛି। ରଜ ସଂକ୍ରାନ୍ତି ଦିନ ଆପଣ ଯଦି ଏହି ଦୁଇଟି ଉପାୟ କରିବେ, ଯାହାଦ୍ୱାରା କି ଆପଣଙ୍କ ଘରେ ବର୍ଷ ସାରା ଧନ ଧାନ୍ୟରେ ପରିପୂର୍ଣ୍ଣ ରହିବ। ଏଥିପାଇଁ ଆପଣଙ୍କୁ ଏହି ଉପାୟଟି କରିବାକୁ ପଡ଼ିବ। ବିନା ପୂଜା, ବିନା ବ୍ରତ, ବିନା ଉପବାସରେ ଆପଣ କେବଳ ଏହି ଦୁଇଟି ଉପାୟ କରିଦିଅନ୍ତୁ, ଯାହା ଫଳରେ ପୁରା ବର୍ଷ ସାରା ଆପଣ ଧନବାନ ହୋଇ ରହିବେ। ଏହି ବର୍ଷ ରଜ ସଂକ୍ରାନ୍ତି, ଆର ବର୍ଷ ରଜ ସଂକ୍ରାନ୍ତି ଅର୍ଥାତ୍ 2024 ମସିହା ରଜ ସଂକ୍ରାନ୍ତି ଠାରୁ 2025 ମସିହା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ଗୋଟିଏ ବର୍ଷ ଆପଣ ନିଜ ଘରର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରିବେ। ଏହି ଉପାୟଟି ଆପଣଙ୍କ ଜୀବନକୁ ଖୁସି ଭରିଦେବ, ଧନବାନ ହୋଇଯିବେ। ମା ଲକ୍ଷ୍ମୀ ବର୍ଷ ସାରା ଆପଣଙ୍କ ଉପରେ କୃପା ଦୃଷ୍ଟି ଦେବେ। ମନେ ରଖନ୍ତୁ, ଯେତେ ବି ଆର୍ଥିକ ପରିସ୍ଥିତି ଖରାପ ହେଉନା କାହିଁକି, କେବଳ ଏହି ଗୋଟିଏ ଦିନ ଏହି ଦୁଇଟି ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ସଦାସର୍ବଦା ମା ଲକ୍ଷ୍ମୀଙ୍କର କୃପା ବଜାୟ ରହିବ। ତେବେ ଚାଲନ୍ତୁ ଜାଣିବା, କେଉଁ ଉପାୟ କରିବା ଦ୍ୱାରା ବର୍ଷ ସାରା ଆପଣମାନେ ଧନବାନ ହୋଇ ରହିବେ। କୁହାଯାଏ ଯେ ମା ବସୁଧା ପ୍ରତ୍ୟେକ ନାରୀମାନଙ୍କ ଦେହରେ ଅବଧାରଣ କରିଥାନ୍ତି, ଯେଉଁଥିପାଇଁ ରଜ 3 ଦିନ ପୂଜା କରିବା ପାଇଁ ନାରୀମାନଙ୍କୁ ବାରଣ କରାଯାଏ। ଏହି 3 ଦିନ ନାରୀମାନେ ପରିବା କାଟିବାକୁ ମଧ୍ୟ ବାରଣ କରାଯାଏ। ଏମିତି ଅନେକ ଗୁଡ଼ିଏ କାର୍ଯ୍ୟ କରିବା ପାଇଁ ନାରୀ ବା ଝିଅମାନଙ୍କୁ ବାରଣ କରାଯାଇଥାଏ। ଏହି ରଜ ସଂକ୍ରାନ୍ତି ଦିନ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। ଯଦି ଏହି ରଜ ସଂକ୍ରାନ୍ତି ଦିନ ଆପଣମାନେ ନିଜ ଘରେ ଏହି ଦୁଇଟି କାର୍ଯ୍ୟ କରିବେ, ତେବେ ଆପଣ କରଜରୁ ମୁକ୍ତି ପାଇଯିବେ। ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ହେବ। ଆପଣଙ୍କ ଘରେ କେବେ ବି ଧନ ଏବଂ ଅନ୍ନର ଅଭାବ ଆଉ ରହିବ ନାହିଁ। ଆପଣମାନେ ଏହି କାର୍ଯ୍ୟଟିକୁ ନିଶ୍ଚୟ କରନ୍ତୁ। ଏହି କାର୍ଯ୍ୟଟିକୁ କରିବାକୁ ହେଲେ ପ୍ରଥମେ ରଜ ସଂକ୍ରାନ୍ତି ଦିନ ମହିଳାମାନେ ଭୋରରୁ ଶେଯ ତ୍ୟାଗ କରି ସ୍ନାନ ଆଦି କାର୍ଯ୍ୟ ସାରି ଘରର ମୁଖ୍ୟ ଦ୍ୱାର ସାମ୍ନାରେ କିଛି ପାଣି ଛିଞ୍ଚନ କରିବେ। ପାଣି ଛିଞ୍ଚନ କଲା ପରେ ମନେ ରଖନ୍ତୁ, ଏହି ଉପାୟଟି ଭଲ ଭାବରେ ଜାଣି ରଖନ୍ତୁ। ପାଣି ଛିଞ୍ଚନ ପରେ ହଳଦିଆ ମୁରୁଜରେ ଝୋଟିଟିଏ ପକାଇବେ। ଏହି ଉପାୟଟି ଆପଣମାନେ ଥରେ ଆପଣାଇ ଦେଖନ୍ତୁ। ଆପଣଙ୍କ ଜୀବନରେ କେତେ ଯେ ଉନ୍ନତି କରିବେ, ଆପଣ ବିଶ୍ୱାସ ବି କରିପାରିବେ ନାହିଁ। ଗୃହିଣୀମାନେ ନିଜ ଦାଣ୍ଡ ଦୁଆର ମୁହଁରେ କିମ୍ବା କୁଆଁରୀ କନ୍ୟାମାନେ ହଳଦିଆ ମୁରୁଜ ଉପରେ ବିଭିନ୍ନ ରଙ୍ଗର ମୁରୁଜ ନିଶ୍ଚୟ ପକାଇ ଦିଅନ୍ତୁ। ଗୋଟିଏ ଝୋଟିଟିଏ ରଜ ସଂକ୍ରାନ୍ତି ଦିନ ନିଜ ଦୁଆର ମୁହଁରେ ନିଶ୍ଚୟ କରିଦିଅନ୍ତୁ ଏବଂ ମା ମହାଲକ୍ଷ୍ମୀଙ୍କର ପାଦ ପଦ୍ମକୁ ନିଜ ଦାଣ୍ଡ ଦୁଆର ମୁହଁରେ ନିଶ୍ଚୟ ପକାନ୍ତୁ ରଜ ସଂକ୍ରାନ୍ତି ଦିନ। ଏହି ଉପାୟଟି ଆପଣମାନଙ୍କର 100 ବର୍ଷର ଲାଭଦାୟକ ହେବ। ଆପଣମାନେ ମା ମହାଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଏହି ଉପାୟଟି ରଜ ସଂକ୍ରାନ୍ତି ଦିନ ନିଶ୍ଚୟ କରିକି ଥରେ ଦେଖନ୍ତୁ। ଏବେ ଆସନ୍ତୁ ଦ୍ୱିତୀୟ ଉପାୟଟି ଜାଣିବା। ଦ୍ୱିତୀୟ ଉପାୟଟି ହେଉଛି, ଏହି ରଜ ସଂକ୍ରାନ୍ତି ଦିନ ଘରର ମହିଳାମାନେ ଏବଂ ଘରର କୁଆଁରୀ ଝିଅମାନେ ଭୁଲରେ ମଧ୍ୟ ପରିବା କାଟନ୍ତୁ ନାହିଁ। ଧ୍ୟାନ ରଖନ୍ତୁ, ଏହି ରଜ ସଂକ୍ରାନ୍ତି ଦିନ ଆପଣମାନେ ଯେତେ ପାରିବେ ଖୁସିରେ ରହିବା ପାଇଁ ଏବଂ ଘରେ କୌଣସି ପ୍ରକାର କଳି ଝଗଡ଼ା କିମ୍ବା କରଜ ଦିଆନିଆ କରନ୍ତୁ ନାହିଁ। ନିଜ ଘରୁ କୌଣସି ଜିନିଷ ଦାନ ଦିଅନ୍ତୁ ନାହିଁ। ଯଦି ଆପଣ ଚାହିଁବେ, ଏହି ଦିନ ଖାଦ୍ୟ ପଦାର୍ଥ ଆପଣମାନେ ଦାନ କରିପାରିବେ। ମନେ ରଖନ୍ତୁ, ଏହି ଦିନ ଏହିସବୁ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ଦ୍ୱିତୀୟ ଉପାୟଟି ଏହା ଯେ, ଏହି ଦିନ ଗୋଟିଏ ହଳଦିଆ ରଙ୍ଗର ବସ୍ତ୍ରଟିଏ ଆପଣମାନେ ପରିଧାନ କରନ୍ତୁ। ଯେଉଁ ମହିଳାମାନେ ବା ଯେଉଁ କୁଆଁରୀ କନ୍ୟାମାନେ ରଜ ସଂକ୍ରାନ୍ତି ଦିନ ହଳଦିଆ ରଙ୍ଗର ନୂତନ ବସ୍ତ୍ରଟିଏ ପରିଧାନ କରନ୍ତି, ତାଙ୍କ ଘରେ ବର୍ଷ ସାରା ମହାଲକ୍ଷ୍ମୀଙ୍କର କୃପା ଅପାର ଭଣ୍ଡାର ହୋଇ ରହିଥାଏ। ତାଙ୍କ ଭଣ୍ଡାର
କେବେ ମଧ୍ୟ ଅନ୍ନ ଏବଂ ଧନର ଅଭାବ ରୁହେ ନାହିଁ। ବିଶ୍ୱାସ ରଖନ୍ତୁ, ଆପଣଙ୍କ ଘରେ ଏହି ଦୁଇଟି ଉପାୟକୁ ଆପଣମାନେ କରିକି ବି ଥରେ ଦେଖନ୍ତୁ। ଆପଣଙ୍କ ଜୀବନରେ କେତେ ଯେ ଉନ୍ନତି ହେବ, କେତେ ଯେ ପରିପୂର୍ଣ୍ଣତା ଆସିବ ଆପଣ ବିଶ୍ୱାସ କରିପାରିବେ ନାହିଁ। ଚାକିରି ସମସ୍ୟା, କରଜ ମୁକ୍ତି, ବ୍ୟବସାୟ ଏବଂ ଘରର ଅର୍ଥାଭାବ, ଧନର ଅଭାବ, ଅନ୍ନର ଅଭାବ ଆପଣଙ୍କ ଘରେ ପୁରା ବର୍ଷ ସାରା ଧନମାନ ହେବା ସହିତ ବର୍ଷ ସାରା ଆପଣଙ୍କ ଘରକୁ ଖୁସି ହିଁ ଖୁସି ଆସିବ। ରଜର 3 ଦିନ ଯେତିକି ଗୁରୁତ୍ୱପୂର୍ଣ୍ଣ ଅଟେ, ବସୁମତୀ ସ୍ନାନ ମଧ୍ୟ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏବେ ଆସନ୍ତୁ ଜାଣିବା ରଜ ସଂକ୍ରାନ୍ତି ଦିନ ଆଉ କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଘର ସବୁବେଳେ ସୁଖ ଶାନ୍ତିରେ ରହିବ। ଏହି ରଜ ସଂକ୍ରାନ୍ତି ଦିନ ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତୁ, କାରଣ ମହାଲକ୍ଷ୍ମୀଙ୍କର ଏହି ବ୍ରହ୍ମ ମୁହୂର୍ତ୍ତ ସଂକ୍ରାନ୍ତି ଦିନ ବ୍ରହ୍ମ ମୁହୂର୍ତ୍ତରେ ବିଶେଷ କୃପା ରହିଥାଏ। ତେଣୁ ଏହି ରଜ ସଂକ୍ରାନ୍ତି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କରି ନିଜ ମୁଖ୍ୟ ଦ୍ୱାର ସାମ୍ନାରେ କିଛି ପାଣି ଛିଞ୍ଚି ଦିଅନ୍ତୁ। ଏହାପରେ ହଳଦିଆ ମୁରୁଜଟିଏ ପକାନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ପାଦ ପଦ୍ମ ମଧ୍ୟ ଆଙ୍କି ଦିଅନ୍ତୁ। ଆପଣଙ୍କ ଘରେ ଅର୍ଥଜନିତ ସମସ୍ୟା, ସ୍ୱାସ୍ଥ୍ୟଜନିତ ସମସ୍ୟା, ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ହେଉନାହିଁ, ସେ ସବୁ ସମସ୍ୟା ପାଇଁ ଏହି ସବୁ ଛୋଟିଆ ଛୋଟିଆ ଉପାୟ ଆପଣଙ୍କର ଜୀବନକୁ ବଦଳାଇ ଦେବ। ଏହି ରଜ ସଂକ୍ରାନ୍ତି କେବଳ ବର୍ଷକୁ ଥରେ ଆସିଥାଏ। ଆଉ ଏହି ଦିନ ଏହି ଉପାୟ ଆପଣମାନେ ନିଶ୍ଚିନ୍ତ କରି ଦେଖନ୍ତୁ। ଦେଖିବେ ବିଶେଷ ଉନ୍ନତି ଗତିରେ ଆପଣମାନେ ଆଗେଇ ଯିବେ। ଆପଣ ନିଜେ ନିଜ ଉପରେ କେବେ ବି ବିଶ୍ୱାସ କରିପାରିବେ ନାହିଁ। ଏହି ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ ଆପଣଙ୍କ ସହ ଅନ୍ୟମାନେ ମଧ୍ୟ ଏହି ଉପାୟ ରଜ ସଂକ୍ରାନ୍ତି ଦିନ କାର୍ଯ୍ୟକାରୀ କରିପାରିବେ। ଘରର ଉନ୍ନତି ପାଇଁ ଏହି କାର୍ଯ୍ୟର ଲାଭ ଉଠାଇ ପାରିବେ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଆପଣମାନେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ମୋର ଆପଣମାନଙ୍କୁ ବିନୀତ ଅନୁରୋଧ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।